ମୁଁ ବହୁତ ଖୁସି ଅଛି ଯେ ଆମ ଟିମ୍ ଚମ୍ପିଅନ୍ ହେଲା ଆଉ ମୁଁ ନିଜ ପରଫର୍ମାନ୍ସକୁ ବି ନେଇକି ବହୁତ ଖୁସି ଅଛି। ତ ଯେତେବେଳେ ବ୍ୟାଟିଂ କରୁଥିଲି ତ ମୋତେ ଷ୍ଟାର୍ଟିଂରେ ବହୁତ କଷ୍ଟ ହୋଇଥିଲା ଖେଳିବା ପାଇଁ, ବଟ୍ ମୁଁ ନିଜ ଉପରେ ଭରସା ଥିଲା ଯେ ନାଇଁ ମୁଁ ଖେଳିବି, ମୁଁ ଏଠି ରନ୍ କରିପାରିବି। ସିଚୁଏସନ୍ ଭଲ ଷ୍ଟାର୍ଟିଂରେ ଟିକେ ଖରାପ ଥିଲା, ବଟ୍ ମୁଁ ନିଜକୁ ବ୍ୟାକ୍ କରିକି ଏଠି 100ଟି ମାଇଲି ଆଉ ମୋତେ ବହୁତ ଖୁସି ଲାଗୁଛି। ଯେତେବେଳେ ଆମ ଫାର୍ଷ୍ଟ ଅଫ୍ ତ କଥା ହେଉଛି ଯେ ଆମ ଟିମ୍ ବଣ୍ଡିଂ ବହୁତ ଭଲ ଥିଲା ଆଉ ଯେତିକି ଆମ ବ୍ୟାଟର ମାନେ ଟୁର୍ଣ୍ଣାମେଣ୍ଟରେ କଣ୍ଟ୍ରିବ୍ୟୁଟ୍ କରିଛନ୍ତି ତାଠାରୁ ବି ଅଧିକ କରିଛନ୍ତି ଆମ ବୋଲର ମାନେ, ସ୍ପେଶାଲି ପ୍ରିୟାଂଶୁ ଜୟ ଭାଇ ଯିଏକି ବହୁତ ଭଲ ବୋଲିଂ କରିଥିଲେ ଟୁର୍ଣ୍ଣାମେଣ୍ଟରେ। ଏଠି ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳିବା ପାଇଁ କେବଳ ସେମାନଙ୍କ ପାଇଁ ହିଁ ଆମେ ଆଜି ଫାଇନାଲ ଖେଳିପାରୁଛୁ। ଏ ଟୁର୍ଣ୍ଣାମେଣ୍ଟ ବହୁତ ଭଲ ଟୁର୍ଣ୍ଣାମେଣ୍ଟ, ଏଥିରେ ଆମେ ପରଫର୍ମ କରିକି ନିଜ ଷ୍ଟେଟ୍ ପାଇଁ ରିପ୍ରେଜେଣ୍ଟ କରିପାରିବୁ। ଏ ଟୁର୍ଣ୍ଣାମେଣ୍ଟଟା ସେ କରାଉଛି ବହୁତ ଭଲ କଥା। ଆଉ ଏଟା ତ ଫାଇନାଲରେ 100 ମାରିବାଟା ସମସ୍ତ ସ୍ୱପ୍ନ, ପୁଣି ବାରବାଟୀ ଷ୍ଟାଡିୟମରେ ମୁଁ ତ ବହୁତ ଖୁସି।